ଆମ ସ୍କୁଲ ଏବେ ବି 9ଟା ବେଳେ ଆରମ୍ଭ ଆଉ ଛୋଟ ପିଲା ଯୋଉ LKG UKG ସେମାନେ ସବୁ 10ଟା ବେଳକୁ ଆସନ୍ତି। ମାନେ ଆପଣ ହଁ ଏଇଟା ଗୋଟେ ଭାରି କ୍ୟୁରିଓସିଟି ପିଲାଙ୍କୁ ସ୍କୁଲକୁ ଉଠିବା ପାଇଁ ଗୋଟେ ସକାଳୁ ଉଠାଯାଏ ମ୍ୟାଡ଼ାମ ମତେ ବି ଭାରି କଷ୍ଟ ଲାଗେ 6ଟା 7ଟା ବେଳେ ତାପରେ ସେଇ ଛୁଆମାନେ ଯେତେବେଳକୁ ଆକ୍ଚୁଆଲି ସବୁ ଏନର୍ଜି ଆସେ 11ଟା ବେଳେ ଦେଖିଲା ବେଳକୁ ସେମାନେ ଘରେ ଥିବେ। ଘରେ ଥିବେ ହଁ ତାପରେ ବଡ଼ ପିଲାମାନେ ସେ ଯେତେବେଳକୁ 12ଟା ଗୋଟେ ଯୋଉଠୁ ବେଳକୁ ଶୋଇ ପଡ଼ିବ ଛୋଟ ଶୋଇପଡ଼ିବେ ଛୁଆଟେ ମାନେ ହେଇଥିବ କିଛି ନାହିଁ ନା ସେମାନେ କିଛି ଗୋଟେ ତାପରେ ଘରେ ଯଦି ମୁଁ ଯେମିତି ଚାକିରି କରୁଥିଲି ତ ମୁଁ ଫାର୍ଷ୍ଟ ଚାକିରି କଲାବେଳକୁ ସେତେବେଳେ ଆହୁରି ସେଟା ଲାଗିଲା କି ଛୁଆମାନେ ଯେତେବେଳକୁ ଆମେ ଚାକିରି କରିବାକୁ ଯାଉଛୁ ଛୁଆମାନେ ଘରକୁ ଆସୁଛନ୍ତି ଘରକୁ ଆସିଲେ ମାନେ ସେମାନେ କ'ଣ କରିବେ ଦୁଷ୍ଟାମି କରିବେ ଆଉ ତ କିଛି ନାହିଁ କିଏ ତାଙ୍କୁ ଦେଖିବାକୁ ନାହିଁ କିଏ ଗୋଟେ ଜଗିବାକୁ ଖାଲି କିଏ ଜଣେ ଥିବେ ନହେଲେ ଆମେ ଯେମିତି ଜଏଣ୍ଟ ଫ୍ୟାମିଲି ଥିଲୁ ତ ଯାଆ ମାନେ ଶାଶୁ ସମସ୍ତେ ଥିଲେ ତ ଦେଖିପାରିବେ କିନ୍ତୁ ଇଟ୍ସ ନଟ୍ ଇଜି ମାନେ ଗୋଟେ ଛୁଆକୁ ବଡ଼ କରିବାକୁ ହବ ଯେତେବେଳକୁ ତ କିଛି ଗୋଟେ ଡିସିପ୍ଲିନ ରଖିବାକୁ ହେଲେ ସେଟା ଦରକାର ଆଉ ସକାଳୁ ଉଠିବ ଯେଉଁ ଟାଇମରେ ଛୁଆମାନେ ଶୋଇବା କଥା ସେ ଟାଇମରେ ସେମାନେ ଘୋଷଡ଼ା ହେଉଛି ବିଛଣାରୁ। ଇଏ ଗୋଟେ ନୂଆ ଲକ୍ଷ୍ୟଟେ ମୁଁ ବୋଧେ ପ୍ରଥମ ଥର ପାଇଁ କୋଉଠି ଶୁଣିଲି ଯେ ମୁଁ ସ୍କୁଲ ଯେହେତୁ ସକାଳେ ଯାଇପାରୁନଥିଲି ମୁଁ ଗୋଟେ ସ୍କୁଲଟେ କରିବି ଭଲ ଲାଗୁନଥିଲା ହଁ ସ୍କୁଲ ତ ଯାଉଥିଲି ହଁ କିନ୍ତୁ ବାଧ୍ୟବାଧକତା ଥିବ ଭାରି ସକାଳେ ଗଲାବେଳେ 6ଟା ବେଳେ ମମି ଉଠେଇବେ ମା ଉଠେଇବେ ସେ ଉଠିବାଟା ହିଁ ଭାରି କଷ୍ଟ ଥାଏ। ତ ସେଥିପାଇଁ ଆମେ ସ୍କୁଲ ସେତେବେଳକୁ ସେଥିପାଇଁ ଇଚ୍ଛା ଥିଲା କ୍ଲାସ୍ 8ରୁ କି ମୁଁ ଯେବେ ବି ହେଲେ ବି କରିବି